ସେହି ସମ୍ପର୍କ ବି ବଡ଼ ଅଜବ ହୋଇଥାଏ। ବିନା ବିଶ୍ୱାସରେ ଆରମ୍ଭ ହୁଏ ନାହିଁ, ଆଉ ବିନା ଧୋକାରେ ଶେଷ ହୁଏ ନାହିଁ। ସମ୍ପର୍କ ଭାଙ୍ଗିଯିବାର କାରଣ ଏହା ବି ହୋଇଥାଏ। କ୍ରୋଧରେ କୁହାଯାଇଥିବା ପ୍ରତ୍ୟେକ କଥାକୁ ଆମେ ମନେ ରଖିଥାଉ, କିନ୍ତୁ ସିଏ ଦେଇଥିବା ଭଲ ପାଇବାକୁ ଆମେ ଭୁଲି ଯାଇଥାଉ। ପ୍ରାୟତଃ ସେହି ଦୀପ ହାତକୁ ଜଳେଇ ଦେଇଥାଏ, ଯାହାକୁ ଆମେ ପବନଠାରୁ ବଞ୍ଚେଇବାକୁ ଚେଷ୍ଟା କରିଥାଉ। ସମ୍ପର୍କ ପାଇଁ ସମୟ ବାହାର କରିବା ନିହାତି ଦରକାର, ନହେଲେ ଦିନ ଆସିବ ସମୟ ମଣିଷ ଭିତରୁ ସମ୍ପର୍କକୁ ହିଁ ବାହାର କରିନେବ। ଖୁସିରେ ରହିବାକୁ ଚାହୁଁଥିଲେ ଏହା ଭାବିବା ଛାଡ଼ିଦିଅ କି ଲୋକ କ'ଣ ଭାବିବେ ଆଉ ଲୋକ କ'ଣ କହିବେ। ମଣିଷ ସେତେବେଳେ ହାରିଯାଏ କି ଯାହାକୁ ସେ ନିଜର ସବୁକିଛି ଭାବୁଛି ସେହି ବ୍ୟକ୍ତି ପାଖରେ ତା'ର କୌଣସି ମୂଲ୍ୟ ନାହିଁ। ନିଜକୁ ସବୁବେଳେ ଖାସ୍ ଭାବି ବଞ୍ଚିବା ଶିଖନ୍ତୁ, କାହିଁକିନା ଈଶ୍ୱର କୌଣସି ଜିନିଷକୁ ବେକାର ବନେଇ ନଥାନ୍ତି। ଅହଙ୍କାର ସେତେବେଳେ ଉତ୍ପନ୍ନ ହୋଇଥାଏ ଯେତେବେଳେ ଆମେ ଭୁଲିଯାଉ କି ପ୍ରଶଂସା ଆମର ନୁହେଁ, ଆମ ଗୁଣର ହୋଇଥାଏ। ସଫଳତା କେବେ ଧନ ସମ୍ପତ୍ତି ଦେଖିନଥାଏ, ସେ କେବଳ ପରିଶ୍ରମକୁ ହିଁ ଦେଖିଥାଏ। କେତେ ବି ଭଲ କାମ କରିନିଅ, କିନ୍ତୁ ଲୋକ ତୁମକୁ ସେତେବେଳେ ମନେ ପକାଇବେ ଯେବେ ତାଙ୍କୁ ତୁମର ଆବଶ୍ୟକତା ଥାଏ। ସ୍ୱାର୍ଥର ସମ୍ପର୍କ ଯେତେ ଶୀଘ୍ର ଗଢ଼ି ହୁଏ ସେତେ ଶୀଘ୍ର ଭାଙ୍ଗି ବି ଯାଇଥାଏ। ପ୍ରତ୍ୟେକ ଖରାପ ସମୟ ମଣିଷକୁ କଷ୍ଟ ଦେଇଥାଏ ସତ୍ୟ, କିନ୍ତୁ ପ୍ରତ୍ୟେକ କଷ୍ଟ ମଣିଷକୁ କିଛି ଶିକ୍ଷା ଦେଇଥାଏ, ଆଉ ସେହି ଶିକ୍ଷା ମଣିଷକୁ ବଦଳେଇ ଦେଇଥାଏ। ଭାଗ୍ୟ ଉପରେ ଯେତିକି ଭରସା କରିବ ସେ ତୁମକୁ ସେତିକି ନିରାଶ କରିବ, କିନ୍ତୁ କର୍ମ ଉପରେ ଯେତିକି ତୁମେ ଜୋର ଦେବ ସେ ତୁମକୁ ତା'ର 2 ଗୁଣା ପରିଶ୍ରମର ଫଳ ଦେବ। ମଣିଷ ନିଜ ଭୁଲକୁ ସେତେବେଳେ ବୁଝିପାରିଥାଏ ଯେତେବେଳେ ଗୋଟିଏ ଭୁଲ ପାଇଁ ଜୀବନରେ ଅନେକ କିଛି ହରେଇବାକୁ ପଡ଼ିଥାଏ। ସମ୍ପର୍କ କେବେ ଦୂରତ୍ୱରୁ ଶେଷ ହୋଇନଥାଏ। ସମ୍ପର୍କ ତ ଶେଷ ହୋଇଥାଏ ଅହଙ୍କାର, ଅସମ୍ମାନ ଆଉ ବିଶ୍ୱାସଘାତକତା ପାଇଁ। ଜଣେ ପୁଅ ସେଇ ଝିଅକୁ ପାଇବା ପାଇଁ ପାଗଳ ହୋଇଥାଏ ଯାହାକୁ ସେ କେବଳ ହୃଦୟରୁ ନୁହେଁ ବରଂ ଆତ୍ମାରୁ ବି ଭଲ ପାଇଥାଏ। ସେହି ଲୋକମାନେ ପ୍ରକୃତରେ ବଦଳି ଯାଆନ୍ତି ଯେଉଁମାନଙ୍କୁ ଆବଶ୍ୟକତା ଠାରୁ ଅଧିକ ଭଲ ପାଇବା ଦେଇ ଦିଆଯାଏ। ହାତରେ ହାତ ରଖି ସମସ୍ତେ କଥା ଦେଇପାରନ୍ତି, କିନ୍ତୁ ସେହି କଥାଟିକୁ ରଖିପାରିବା ଭଳି ଲୋକ ଦୁନିଆରେ ବହୁତ କମ୍ ମିଳନ୍ତି। ଜୀବନରେ ସବୁବେଳେ ଏମିତି ଲୋକଙ୍କୁ ପସନ୍ଦ କର ଯାହାର ହୃଦୟ ତା'ର ଚେହେରାଠୁ ବି ସୁନ୍ଦର ହୋଇଥିବ। ସହିବାର ଗୋଟିଏ ସୀମା ଥାଏ, ଆଉ ବୁଝେଇବାର ବି ଗୋଟିଏ ସୀମା ଥାଏ। ଏହି ଦୁଇଟି ଯେତେବେଳେ ସୀମା ପାର ହୋଇଯାଏ ମଣିଷର ସବୁ ସମ୍ପର୍କ ସେହିଠାରେ ହିଁ ଶେଷ ହୋଇଯାଏ। ବୁଦ୍ଧିମାନ ଲୋକ କେବେ ବି ଇତିହାସ ରଚନ୍ତି ନାହିଁ, ସେ ତ କେବଳ ଇତିହାସକୁ ପଢ଼ିଥାନ୍ତି। ଇତିହାସ ତ ପାଗଳ ଲୋକ ରଚିଥାନ୍ତି, ଯାହା ଉପରେ ଏହି ଦୁନିଆର ଲୋକମାନେ ହସିଥାନ୍ତି। ଝଡ଼ ବି ଆସିବା ଜରୁରୀ ହୋଇଥାଏ ଜୀବନରେ, ତେବେ ତ ଯାଇ ଜଣାପଡ଼ିଥାଏ କିଏ ହାତ ଛାଡ଼ି ଚାଲି ଯାଇଥାଏ ଆଉ କିଏ ହାତ ଧରିଥାଏ। ଭାବନାର ହିଁ ପାର୍ଥକ୍ୟ ହୋଇଥାଏ, ଅନ୍ୟଥା ସମସ୍ୟା ଆପଣଙ୍କୁ ଦୁର୍ବଳ ନୁହେଁ ବରଂ ଶକ୍ତିଶାଳୀ କରିବାକୁ ଆସିଥାଏ। ଯେବେ କାହାକୁ କାହାଠାରୁ ସମ୍ପର୍କ ଶେଷ କରିବାର ହୋଇଥାଏ ସେ ସବୁଠୁ ପ୍ରଥମେ ନିଜ ଭାଷାରୁ ମଧୁରତା ଶେଷ କରିଦେଇଥାଏ। ମୌନ ରହିବା ଗୋଟିଏ ସାଧନା ହୋଇଥାଏ, ଆଉ ଭାବିଚିନ୍ତି କଥା କହିବା ଗୋଟିଏ କଳା ହୋଇଥାଏ। ଯେଉଁ ବ୍ୟକ୍ତି ସଫା, ସିଧା, ସ୍ପଷ୍ଟ କଥା କହିଥାଏ ତା'ର ବାଣୀ କଠୋର ଅବଶ୍ୟ ହୋଇଥାଏ, କିନ୍ତୁ ଏପରି ବ୍ୟକ୍ତି କାହାକୁ ଧୋକା ଦେଇନଥାଏ। ଆପଣଙ୍କ ଉଦ୍ଦେଶ୍ୟ ଏତେ ଦୁର୍ବଳ ହେବା ଉଚିତ ନୁହେଁ ଯେମିତିକି ତୁମେ ଲୋକଙ୍କ କଥା ଶୁଣିକି ଭାଙ୍ଗି ପଡ଼ିବ। ସବୁ ଜାଗାରେ ପ୍ରୟାସ କରିବା ଠାରୁ ଭଲ ହୋଇଥାଏ କି ଆପଣ ଗୋଟିଏ ଲକ୍ଷ୍ୟ ଉପରେ କଠିନ ପରିଶ୍ରମ ଏବଂ ହୃଦୟର ସହ ପ୍ରୟାସ କରନ୍ତୁ। ଦେଖିବେ ସଫଳତା ଆପଣଙ୍କୁ ନିଶ୍ଚୟ ମିଳିବ। ଆଜିର ଦୁନିଆରେ ଅଧିକ ଭଲ ହେବା ଠିକ୍ ନୁହେଁ। ଯଦି ତଳେ ପକାଇବା ଲୋକ ନିଜର ହୋଇଥାନ୍ତି ତେବେ ସମ୍ଭାଳିବାକୁ ସମୟ ହିଁ ଲାଗିବ। ଆଜିର ଦୁନିଆରେ ଲୋକ ଆପଣଙ୍କର ଆଦର ସେତେବେଳେ କରିବେ ଯେତେବେଳେ ତାଙ୍କର ଆବଶ୍ୟକତା ଆପଣଙ୍କ ପାଖରେ ରହିବ।
जदि आपणमानंकु एही भिडियोटी भल लागिछि तेबे लाइक शेयर एवं कमेंट करंतु। एही भली मोटिवेशनल भिडियो देखिबा पई आम चैनल को सब्सक्राइब करी आमको सपोर्ट करंतु। धन्यवाद।